कथा तो तमे कहिथिला मु तुमको जहा कहबी आज मोर सब कथा मानिबो गोटे कोठरी भीतर रहिले भी आम दुई जन को बिछड़ा अलग रहिबो गोटे कोठे रहिले मध्य आम दुई को बिछड़ा अलग अलग रहिबो एटा जदि तमर शेष निष्पत्ति ताले आज चल तमे तम बड़ भाई को नारे नियम करी को मु जहा कहबी तमे मो कथा मानिबो ना सामान्य को स्त्री पई मो बड़ भाई को नियम के देखाई परबे नै ताले मु केमिति मो स्वामी ठार बिछड़ा अलग करी रहिबी अरे जेते जहाली से मो देवता बोलम बाध्य कले मैं घर छाड़ी चली जेबी मो भी रात्रि घर छाड़ी चली जीवी आ समस्त कहि देबी जे तमे जने ना पुस्तक स्वामी सुख देबा पे तमे अयोग्य मु तम स्त्री नु कि तमे मो स्वामी नु को अधिकार तमे मो हाथ उठैलो ओ गॉड गोटे मोला लोकर आत्मा सहित मु बेईमान करबी केबिति मु बेईमान करि परिबिनी ताई मु मो स्त्री सहित बिछणाला करी रहिबी केमिते जेते जा हेले भी मु ताकू भलो पाउथिली से मो हृदय भीतर अछंती मु ताकू केबे भी भूली परिबिनी आ तमे जदि मते जोर जबरदस्ती करो ताले एई राति भीतर मु ए घर छाड़ी चली जीवी घर छाड़ी चली जीवे समस्त को कहि देबी जे तमे विप्लव को मर्डर करि जा या सामी तमे नहीं अविनाश नहीं मु विप्लव नारे शपथ करी कहूची तमे जहा कहबो मु तमर सब कथा मानिबी ठीक अछि मु बड़ भाई को नारे शपथ करी कहूची आज ठारू तमे जहा कहबो मु सब मानिबी ठीक अछि तमे जेते बेले मते स्त्री सुख देई परिबनी ताले तमे केवे कौनसी दिन मो ऊपर स्वामी पुण्य जाहि करबनी ए घरे मु जहा कले तमे कौनसी कथा रे प्रतिवाद करबनी यस प्रतिवाद करबनी ता बोली पार्टी सामने मो घरटा जाली पड़ी सरकार हे जिवो मु किछि कर परिबिनी ना किछि कहि परिबनी काहे कि ना तमे तुम बड़ भाई को नारे नियम करिच आ नियम भांगिले तुम बड़ भाई हुए तो मरी जाई पर understand I think you better understand ना मु सब परिबी मो बड़ भाई को भाई मु सब परिबी मो सब परिबी पारिबो ना पारिबो तमर सब कथा को भूली जाई मो भाई भाउजों को सेवा करि परिबो अरे जीवन कले तो अनेक दुख कष्ट सह्या पड़े सब दुख कष्ट को तुम छाती तले चापी रखी मो भाई भाउजों को हसी पार ए जीवन अग्नि परीक्षा रे जाली पड़ी 500 हे परिबो मु पारिबी अविनाश मु पारिबी तम पई मु सब किछि करि पारिबी ताले ठीक अछि आम स्वामी स्त्री भीतर टाणी दियो ए लक्षण रेखाटा ताले ठीक अछि हम स्वामी स्त्री के भीतर कांटी दियो लक्षण रेखा गीता ए गीता आला जा जा
ଗାଧେଇ ପଡି ଏ ଗୁଆ ଗୁଡା ନେଇ ତ ଦେଢାଶୁରଙ୍କୁ ପ୍ରଣାମ କରି ଆସିବୁ। ନା ମୁଁ ଯିବିନି। ଯିବୁନି? ଆଲୋ କାହିଁକି? ଏଇଟା ପରା ଗୋଟେ ବିଧି। ସେ ବିଧିରେ ମୋର ଲାଭ କଣ? ତୁ ଏ କଣ କହୁଛୁ ଗୀତା? ପୋଡ଼ା ନଡ଼ିଆ ବାସର ତେଲ ଚିର ବେଡସିଡି ଦେଖି ତମେ କଣ କିଛି ଦେଖି ପାରୁନ? ଜାଣିନଥିଲି ତମ ଦିଅରଙ୍କ ସହିତ ମୋର କିଛି ବି ସମ୍ପର୍କ ନାହିଁ। ଆଉ ସାରା ଜୀବନ ସମ୍ପର୍କ ରହିବନି ବୋଲି ସିଏ ମତେ କହିଦେଇଛନ୍ତି। ଆଉ ଏ ଲକ୍ଷଣ ରେଖା କାଟି ଦେଇଛନ୍ତି। ଅଣ୍ଡରଷ୍ଟାଣ୍ଡ? ହେ ଗୀତା, ଗୀତା लो ମାନେ ମୋ ଶୁଖିଲା ମୁରଇ ପଣିଆ କଥା କିଛି କହିବୁନି? ଥାଉ ଥାଉ ବାପା, ତମର ସେ କିଛି ଦରକାର ନାହିଁ। ଶୁଖିଲା ମୁରବି ପଣିଆ ଦେଖେଇବା କିଛି ଲାଭ ନଥାଏ ବାପା, କିଛି ଲାଭ ନଥାଏ। ଗୀତା ଅଣ୍ଡରଷ୍ଟାଣ୍ଡ? ଆଇ ଥିଙ୍କ ୟୁ ବେଟର ଅଣ୍ଡରଷ୍ଟାଣ୍ଡ। ଭଗବାନ କି ପାଗିଳି ବୋଉଟା ଆଇଛି। ଡୋନା ଡୋନା ଆଲୋ ଉଠୁ, ଜଲ୍ଦି ଗାଧେଇ ପଡି ଏ ନୂଆ ଲୁଗାଟା ପିନ୍ଧିଦେ। କାହିଁକି ଅପା? ଏ ଚିରା ବେଡସିଟ୍ ତେଲର ଗାର କଣ ହେଇଛି ଡୋନା? ତମ ଦିଅର ସାଙ୍ଗରେ ମୋର ବାସର ରାତି ହେଇନେଇ। ବାସର ରାତି ହେଇନି? ଆଲୋ କାହିଁକି? ମୁଁ ସିନା ପପୁକୁ ବାଧ୍ୟ କରି ବାହା କରିଥିଲି, ହେଲେ ତମେ ଦୁଇ ତ ପରସ୍ପରକୁ ଦେଖି ବିବାହ କରିଥିଲ। ହଁ ଅପା, ଆମେ ପରସ୍ପରକୁ ଦେଖି ବିବାହ କରିଥିଲୁ ସବୁ, ହେଲେ ପରିସ୍ଥିତିରେ ପଡି ଆମେ ବିବାହ କରିଥିଲୁ। ହେ, ତୁ ଏମିତି କଣ କହୁଛୁ ଡୋନା? ହଁ ଅପା, ମୁଁ ଆଉ କିଛି କହିପାରିବିନି। ଏମିତି କିଛି କଥା ଥାଏ ଅପା, ଯୋଉ କଥାଟା କି ତାକୁ ଯେତେ ଚେଷ୍ଟା କଲେ ବି ମୁହଁରେ କହିବ ନା। ମତେ କିଛି ପଚାରେନି ଅପା, ମୁଁ ସେ ସବୁ ବିଷୟରେ କିଛି କହିପାରିନି। ଡୋନା ଦେଖ, ସାଇ ପଡ଼ିଶାକୁ ନେଇ ଆମେ ଘର କରିଛେ, ସେମାନେ କଣ ଭାବିବେ କହିଲୁ? ଯାହା ହେଲେ ବି ତୁ ଏ ଘର ବୋଉ, ସାତ ପୁରୁଷରୁ ଚାଲିଥିବା ପ୍ରଥା କଣ ଭାଙ୍ଗିଯିବ? ମୋ କଥା ମାନେ ଯା ଗାଧେଇ ପଡି ନୂଆ ଲୁଗାଟା ପିନ୍ଧି ତୋ ଦେଢଶୁଙ୍କୁ ପ୍ରଣାମ କରି ନାଇଁ ଅପା, ମୁଁ ପାରିବିନି। ମୋ ସୁନା ଭଣ୍ଡା ପରା। କହିଲି ପରା ମୁଁ ପାରିବିନି। ଆଲୋ ଯା, ସାଇ ପଡ଼ିଶା କଣ କହିଲୁ? ଆଲୋ ଯା। ନାଇଁ ଅପା, ମୁଁ ଯିବିନି। ଆଲୋ ଯା, ମୋ ସୁନା ଭଣ୍ଡା ପରା। ମୋ କଥା ମାନେ ତୁ ଗଲେ ଯା। କିଏ କି ଅମଙ୍ଗଳ ସୂଚନା? ଦି ଭାଇଙ୍କ ବାସର ରାତିରେ ନା ପପୁ ଆଉ ଅବିକେ ବୁଝି ସୁଝେଇ ତାଙ୍କ ସଂସାର ସଜାଡ଼ିବା ଦାୟିତ୍ୱ ମୋର। ଆଉ ତା ନହେଲେ ବଂଶ ବୁଡ଼ିଯିବ। ଅମର ଗିରେ ଏ ଘରଟା କଣ ଫାଙ୍କା ଫାଙ୍କା ଲାଗୁଛି? ଶଳା ଘରେ କଣ କେହି ନାହାନ୍ତି ନା କଣ? ବାପା ଅମର, ଏ ଅମର ଗିରେ, ବାପା ଅମର। କଣ ହେଇଛି ମଉସା, କାହିଁକି ଆସିଛନ୍ତି? ଏ ବାପ, ଏ ଦିଦିଟା ଭାଇଙ୍କର ବାହାଘର କଲୁ, ହେଲେ କ୍ଷୀରି ପୁରୀ ଦି ଖଣ୍ଡେ ବାଙ୍କ ମଉସା ଭାଗ୍ୟରେ ମିଳିଲାନି। ହଁ, ଶସ୍ତା ବୋହୁ ମିଳିଗଲେ ତ। ଶସ୍ତା ବୋହୁ କଣ କହିବାକୁ ଚାହୁଁଛ? ଆଉ ନୁହେଁ ତ କଣ? ଏ ଶସ୍ତାରୁ ପରା ଅବସ୍ଥା। ଏ କଥାଟା ହାଟରେ ପଡି ବାଟରେ ଗୋଡ ଗଡେଇଲାଣି। ଗାଁଟା ସାରା ଲୋକ କୁହାକୁହି ହଉଛନ୍ତି ଏ ବାପା ମା ନାହାନ୍ତି ବୋଲି ଅମରଟା ତା ସାନ ଭାଇକୁ ଗୋଟେ ଉଆଁସି କନ୍ୟା ହାତରେ ପା। ସେ ବାଜ୍ୟ କଥା ଗୁଡାକ ମୁଁ ବିଶ୍ୱାସ କରେନି। ସେ ବାଜ୍ୟ କଥା ଗୁଡାକ ମୁଁ ବିଶ୍ୱାସ କରେନି। ଆଚ୍ଛା ବାପା ଅମର, ଏ ବୋଉ କଥାଟା ଛାଡେ, ତ ଆର ବୋହୁ ଯୋଉଟାକୁ ଅବିନାଶ ବାହା ହେଇକି ଘରକୁ ଆଣିଛି, ଆରେ ସିଏ କଣ ହେଇଛି? କଣ ହେଇଛି? ଆରେ ସିଏ ମଣିଷ ମାରିଛି। ପିକନିକ କରୁ କରୁ ମର୍ଡର କରିଛି। ହେଇ ନାଇଁ ନାଇଁ, ତମେ ମିଛ କଥା କହୁଛ, ମିଛ କଥା କହୁଛ। ମୋ ଭାଇ କେବେ ମଣିଷ ମାରି ପାରିବନି। ମିଛ? ଏ ଡାକିକି ପଚାରୁନୁ ତାକୁ, ମିଛ କି ସତ ବଳେ ବଳେ ଜଣା ପଡିଯିବ। ଆରେ ସାଇ ପଡିଶାରେ କଥାଟା କାନରେ ବାଜିଲା ବୋଲି ମୁଁ ବା ପଚାରିବାକୁ ଚାଲି ଆସିଲି। ଆଉ ପଚାରିବାକୁ ପଳେଇ ଆସିଲ ନା ତମ ଭଳିଆ ଟାଉଟରିଆ ଲୋକ ଏ ଘର ଭାଙ୍ଗିବାକୁ ଆସିଲ?
मो भाई के मु भल भाव चिन्हिची मो भाई केबे मनुष्य मारी पारिबनी हाँ तो भाई ताकू तू चिन्हबू से निर्बंध दिन सियाड़े बाहा काले रही दादा श्रोहरे रही बोली ताकू कोले काखे तो घर को नहीं आसिलु बाकबारिक एडी भद्रलोक बाबू किए डाकिथिला अरे एडी भद्रलोक बाबू किए डाकिथिला अरे मो भाई माने कोन कले न कले तू मुंड परिबा किए तू मुंड परिबा किए भाई कौन है कहीं पार्टी कर अरे अभी ए बांकबारी को कहूँ कौन आम बहु से घाघरा रे कौन पिकनिक रे कोठी गोटे मनुष्य मारिथिले मारिबु ना कौन एडे एडे आखि कौन बणे जाउछु तू कौन जानिनु तो स्त्री से मर्डर करिथि बोली ओ तो भाई को ताले तो এই কথাটা লুচাইতিলু आ मु आसी खोली देली अभी सत कहलु अभी ए घाघरा पिकनिक रे आम बहु कौन मनुष्य मारिछंती नहीं भाई नहीं मत विश्वास करो भाई सेमती भूल हम केबे करबनी ए मिछ कहछो अरे तो मुह कहछ तू मिछ कहछो मते सत कह तो भाई मु पचाउछि मते सत कह कौन है ना काई तापर में ए, गुचा हाथ रो असाड़ सुता भेटेनी तमर तापर चिड़ी आरंभ के अरे बाबा मो कथा सुनो आमर भाई बहु कुआडे घाघरा पिकनिक रे विप्लव बोली गोटे पिला को मारिछंती सेही कथा किए कहूचे ए कथा ए मु कहूची एवं पवारी को ओडिसा रो नख दर्पण एठी नौना पेपर फोटो बाहरिछि एठी निया अभी सेठ पाई तमे हमको खबर देलनी से यार केमिति अभी केमिति जानी सुनी गोटे कुनी आसम कि तमे ए घर को बहु कर आनिला नहीं भाउजो प्रकृत रे डोना मनुष्य मारिने अरे मारिनी तो ए खबर कागज रे बाहर छी कोन ए खबर कागज जुड़ा बाहर छी एटा कोन मिछ भाई मिछ की कह प्रकृत रे डोना मनुष्य मारिने मु तो मु कौन कही कहबी तमे मु कौन कहले तमे मते विश्वास करबो जे मु बुझी पारु गोटे कथा कबी भाई महाभारत युद्ध रे धर्मराज युधिष्ठिर कहिथिले नरबा गुंजरे असौस्तमा हत ता छडा म किछि कहि यस किछि कहि पारिबे ए कुनी देखिल ए पिलाटा केमिति मते मिछ सत नरी अबा गुंजरे असुस्थ हाथ कही चली गला हेले कुनी मो भाई बहु गोटे आसामी एक कथा मु काहा को कहि कहबो कहीं कहले तो भाई इज्जत पदरे पड़ी जीवो ओ भाई को बाहर रहले लोके कहबे तबे ताको घर को नहीं आस मो कथा न माने भाई पुनिया खातिर देखि ताको नहीं आसिला ए तो थाना हाथ तुम जा मते कहीं कहछो बाबू पूर्णिमा रघु का तो मो संसार भासी गला रे माँ कौन है कौन है मौसा मो पुआ मरी गला नहीं पिकनिक करने को से घाघरा जाइथिला प्रिंसिपाल झियो सत्यव्रत महापात्र झियो मो पुआ को मारी देई आउ गोटाए पुआ को बाहा हो जाई जहाँ को पचारिली केही किछि कहू नाहाती हेले आपण को भाई से कॉलेज रे मो विप्लव सांगरे पाठ पढुथिला काले किछि जानी थिबो बोली आपण को पचारि दी माने ए बापा ये हजिला वाला तो खोजिला ठई तम बुआ विप्लव को जे मर्डर करिनी ऐसे ही खुनिया से हम कराई ए तू तो मो पुआ को मारी देलु काहे से तोर कोन अपराध करिथिला मोठू मो पुआ को छड़ई नहीं तू कोई सुखरे संसार करिलु बोली बात अरे मो पुआ तो मरी गला आउ तू बंची रहिबु काहे कका मौसा तब देखिए ओहबा
ମୁଁ ତମକୁ ପଚାରୁଛି ମତେ ସତ କହ ଘାଗରା ପିକନିକରେ ତମେ ବିପ୍ଳବ ବୋଲି ଗୋଟେ ପିଲାକୁ ମାରିଛ କଣ ନା ତୁ କଣ ସତରେ ବିପ୍ଳବକୁ ଭଲ ପାଉଥିଲୁ ଆଉ ଯଦି ବିପ୍ଳବକୁ ଭଲ ପାଉଥିଲୁ ତାହେଲେ ତାକୁ ବାହା ନହେଇ ମାରିଦେଲୁ କାହିଁକି ନାଇଁ ଅପା ମୁଁ ଆପଣ ମାନଙ୍କୁ ହାତ ଯୋଡୁଛି ଆପଣ ମାନେ ମତେ ସେ ସବୁ ବିଷୟରେ କିଛି ପଚାରନ୍ତୁନି ମୁଁ କିଛି କହିପାରିବିନି କିଛି କହିପାରିବିନି ମୁଁ ସତ କହୁଛି ମୁଁ ବିପ୍ଳବକୁ ମାରିନି ଆଉ ସେ କେମିତି ମଲେ ସେ କଥା ବି ମୁଁ କିଛି ଜାଣିନି ଏମାନେ ସମସ୍ତେ ମିଛ କହୁଛନ୍ତି ମିଛ ଆମେ ସବୁ ମିଛ କହୁଛୁ ତୁ ଘାଗରାକୁ ପିକନିକ କରି ଯାଇ ନଥିଲୁ ତୁ ବିପ୍ଳବକୁ ଭଲ ପାଉ ନଥିଲୁ ଆଉ ସେଠି ବିପ୍ଳବର ମର୍ଡର କଲୁ ଆଉ ସେଇଥିପାଇଁ କଲେଜ ଷ୍ଟ୍ରାଇକ୍ ହେଲା ଏଇ ସବୁ କଥା କଣ ମିଛ ମୁଁ ବିପ୍ଳବକୁ ଭଲ ପାଉଥିଲି ବିପ୍ଳବକୁ ମାରିଦେଇ ଅବିନାଶକୁ ବାହା ହେଇଗଲି ଯା ତୁ ଆଉ ଛିଡ଼ା ହେଇଛନ୍ତି କାହିଁକି ପୋଲିସ ଡାକି ଆଣନ୍ତୁ ପୋଲିସ ମୋ ହାତରେ ହାତ କଡ଼େଇ ପଚକାଇ ଜେଲକୁ ନେଇ ଯାଆନ୍ତୁ ମୁଁ ହଉଛି ଗୋଟେ କୁନି ଆସାମୀ ମର୍ଡରର ମୁଁ କେବେ କାହା ଘରର କୁଳ ବୋହୂ ହେଇପାରିବିନି ନାଇଁ ବୋହୁମା ମୋ ବୋହୁ ଗୋଟେ ଖୁଣ୍ଡେ ମର୍ଡର ଆସାମୀ এই কথা শুনিলা বেড়ে এই কথা শুনিলা বেড়ে মো ছাতিটা ফাটি যাচ্ছে পুলিশ দিনে আসি মো ঘরু মো বহু মাଙ୍କୁ বাঁধি নেব এই ঘরের 7 পুরুষর মান সম্মান ইজ্জত সবকিছু চালিଯିବ সবকিছু চালিଯିବ ଡୋନା ଖାଲି ସିଏ ନୁହେଁ ମୋ ପୁଅ ମରିବା ପଛରେ ଆପଣଙ୍କର ଭାଇର ହାତ ଅଛି ଯେଉଁମାନେ ମୋ ପୁଅକୁ ମାରିଛନ୍ତି ସେମାନେ କେହି ମୋ ଆତ୍ମା ଲୁହରେ ସୁଖରେ ରହିପାରିବେନି କି ଶାନ୍ତିରେ ରହିପାରିବେନି କକା ବାଙ୍କବାରେ ତମେ ଆଉ କାହିଁ ଠିଆ ହେଲ ଯାହା ତ କହିବାର ଥିଲା କହି ସାରିଲଣି ଯେମିତି ଘର ଭାଙ୍ଗିବା କଥା ତମେ ଭାଙ୍ଗି ସାରିଲଣି ଆଉ କାହିଁକି ଠିଆ ହେଇଛ ଏ ବାପ ଇଏ ସତ କଥା କହିଲେ ଆମେ ତ ହେଲୁ ଖରାପ ହଉ ବାପା ଆମର ତୋର ଯଦି ଇଚ୍ଛା ଏ ଓଡ଼ିଶାରେ ଯେତକ ଉଆଁସୀ କନ୍ୟା ଆଉ ମଣିଷ ମରା ବୋହୁ ଅଛନ୍ତି ଆଣିକି ଘରେ ପୁରଉଥା ଆମେ ଚାଲିଲୁ ରେ ବାପ ଏ ବାପ ମମତାର ଗୁଆ ଗୁଡ଼କୁ ଆପଣମାନଙ୍କ ପାଦ ତଳେ ଥୋଇ ଆଶୀର୍ବାଦ ନେବାର ସୌଭାଗ୍ୟ ମୋର ନାହିଁ ଅପା ଏ ଘରକୁ ଆସିବାର ମୋର 4 ଦିନ ହେଇନି ମୋ ପାଇଁ ଏ ଘରେ ଏତେ ସବୁ ଘଟଣା ଘଟି ଯାଉଛି ଓ ମାଙ୍କୁ ବୁଝେଇ ସେ ଏମିତି ବ୍ୟସ୍ତ ହଉଛନ୍ତି କାହିଁକି ଆମେ ତ ଅଛେ ନା ଯାହା କିଛି ବ୍ୟବସ୍ଥା କରିବା ତମେ ତାକୁ ନେଇ ଘରକୁ ଗଲ ମୁଁ ହଉଛି ଗୋଟେ ଖୁନି ଆସାମୀ ମର୍ଡର ଏ କଥା ଗାଁ ସାରା ସମସ୍ତେ ଜାଣିଯିବେ ଏ ଘରକୁ ପୋଲିସ ଆସିବ ଆପଣ ଅପମାନିତ ହେବେ କୁନି ବୋହୁ ମାଙ୍କୁ ଘରକୁ ନେଇ ଚାଲ ଡୋନା ମନ ପଡ଼ିଗଲେ ସିନା ସମସ୍ତେ ଦେଖନ୍ତି ହେଲେ ମନ ପଡ଼ିଗଲେ କେହି ଦେଖି ପାରନ୍ତିନି ଅପା ଡୋନା କେହି ଦେଖି ଡୋନା ଏ ଡୋନା ଡୋନା ଏ କଥାର କିଛି ଜଣା ପଡୁଛି ଯୋଉଟା କି ସେମାନେ ଆମକୁ କିଛି କଥା ମୁହଁ ଖୋଲି କହି ପାରୁନାହାନ୍ତି ହେଲେ ମୋ ମନ କହୁଛି ସେମାନେ ନିର୍ଦ୍ଦୋଷ ଏ ତମେ କଣ ଭାବୁଛ ମୁଁ ସେଇ କଥା ଭାବୁଛି କୋଠି ଏଇମାନେ ଆମର ପିଲା ନା ଏକର ହାନି ଲାଭ ଭଲ ମନ୍ଦ ସବୁ ଦାୟିତ୍ୱକୁ ଆମେ ବୁଝିବା ଦରକାର ଆଉ ଆଜି ଯଦି ପିଲାମାନେ କିଛି ଗୋଟେ ଭୁଲ ଭଟକା କରିଦେଇଛନ୍ତି ଆମେ ଆମେ ଓକିଲ ଦେବା କେସ୍ ଲଢ଼ିବା ହଁ ଓକିଲ ଦେବା କଥା ଶୁଣ ଗୀତା ଇଆଡ଼େ ଆସିଛି ତମେ କିଛି କହୁନି ଗୀତା এই ଗୁଆଗୁଡ଼ାକୁ ନେଇ ତୋ ଦେଢ଼ଶୁରଙ୍କ ପାଦ ତଳେ ପ୍ରଣାମ କରି ଆସ ଗୁଆ ଗୁଡ଼
गुआ गुड़ पाद तले थोई मु मुंडिया मारिया आसीने आसीची ये गुआ गुड़ काहे मो हाथ में तुम माने देइछ हेले गीता ए सब हिंदू घर विधि विधान संविधान जाकू मनीष निज सुविधा पाई करे हेला तमे दी जण मो जीवन टे हाथ सब भीतर जाली दे तमे दी जण भाबिच कोन पुण्य करिछ गीता बहुमा कोने बहुमा को बुझे दे घर को आसीबार दिन 5टा भी है मते कहीं बुझावा दरकार नहीं मो सब किछि बुझी सारी छी निज साना भाई को इच्छा विरुद्ध रे तांको सहित मो हाथ को छंदी देलो कहीं से मो सहित संसार करबा को चाहुना काली राती छु से मो सहित संसार करिबेनी बोली कहि चंदी बेदी रे बसी मो बाई जी स्वामी सुख पाइबिनी ताले गुआ गुड़ पाद तले थोई मुंडिया मारिबी काहे की हेले गीता तू गुआ गुड़ को फोपाड़ी दे साइती रखो सकाळू गाधे पेदे स्वामी पाद तले थोई मुंडिया मारिबा मुंडिया तमर एते साहस तमे मो भाई भाउजु अपमान करिवो स्वामी देवता अधिकार जारी करबा कि चलीसिलो सुनो मु ए घरे जहा कले तमे किछि भी कहि परिबनी किछि भी न हो ता बोली मो आखि सामने मो भाई भाउजु को बुझाई दली गोटे जीवन को जाली पड़ी पाउस करि थई देखबा ए घरर मुरब को भलो बाबरे बुझाई देली बस वो बात बहुत ही गला मो मुरबी पड़ियारी पपू बहुत ही गला से कहिबा पूर्वरु मु कहूची सुनो मु जेमिति बिछाणार उठिबा मात्रे तम स्त्री मुह न देखे काहे कि ना एइटा गोटा बंध्या आ बंध्यार मुह चाहिबा पाप कौन कथा देई कथा रखी सिक्की न माई फोन पप्पू गीता तो किसी भूल कहनी मु गोटे बंदिया मो मुह चाहिए पाप तेणु मु तुमको कथा दौची रे आज सकाଳେ उठी आ तमे माने मो मुह केही देखिबनी मु तमे माने को आ केही बे मुह देखे भाउजो अरे सकाळे उठी मो मार मुह न देखले मु बंचिबी केमिते अरे बबू भू मां को बुझी दो तो भाउज आजी का पाई बंदिया हेची सिर कोन बुझेबे काली सकाळे जाई ताको दठी देखिला बेले को ताको बासर करे तेलर लखणा करे टोना जाईছে काहे अरे काहे कि बाबू काहे कि अरे तो इच्छा विरुद्ध रे मु तुते बाहा करे देथिनी बोली तू कोन मो ऊपर एमिति प्रतिशोध लबो मु कहि दउछि बाबू बहुकर परिवर्तन पाई तू ही केवल ताई रे बाबू तू ही केवल ताई हाँ मु दाई मो स्त्री तम मान को अपमान देछि ए कथा मु ताको सिखाई देछि हेले मु किछि करि परिमिनी भाई मु किछि करि परिमिनी हे बाबू आम पाई तू ताको किछि कहबुनी मु ताको बुझेई देबी रे आ ताको मु बुझेई देबी मो पिला दिनर पप्पू अबू आज बड़ हो जाइछन्ते आ मो काने रे मो बचुतुआ पप्पू अबी आज से बा हेइछन्ते भाउजो
ଭାଇର ଲୁହ ଏ ଘର ମାଟିରେ ପଇଲେ ଏ ଘରଟା ଜଳିଯିବ ଭାଉଜ। ହେଲେ ମୁଁ ତମକୁ କେମିତି ବୁଝାଇବି ଯେ ମୁଁ ହଉଛି ଗୋଟେ ଅସହାୟ ଅଭିମନ୍ୟୁ। ସମୟର ଚକ୍ରବ୍ୟୁହରେ ପଶି ଯାଇଛି ସିନା, ହେଲେ ଫେରିବାର ବାଟଟା ପାଉନି ଭାଉଜ, ବାଟଟା ପାଉନି। କୁନି এই ଗାଁ ଡ୍ରାମାରେ ମୁଁ କେତେ ବଡ଼ ଭାଇ ରୋଲ କରିଛି କହିଲ। ହେଲେ ମୋ ଘରେ ଏମିତି ଗୋଟେ ଦୃଶ୍ୟରେ ମୁଁ ଦିନେ ଅଭିନୟ କରିବି ସେ କଥା ମୁଁ କେବେ ଭାବିନଥିଲି। ଏଇ ତମେ ତ ସବୁ ଡ୍ରାମା ଦେଖିଛ ନା, ଆରମ୍ଭରୁ ଶେଷ ଯାଏ ସବୁ ଡ୍ରାମା ଦେଖିଛ, ସବୁ ଡ୍ରାମା ଦେଖିଛ। କହିଲ ମତେ ଟିକେ କହିଲ ମୁଁ ଠିକ ଆକ୍ଟିଂ କରିପାରିଲି ତ? ନାଇଁ ମତେ ଲାଗୁଛି ମୁଁ ଯେମିତି ଆକ୍ଟିଂ କରିପାରିଲି। ତମେ ପୁରା ଗୋଟେ କାମଗିଆଲି ମଣିଷ, କୋଉ କଥାକୁ ଗୁରୁତ୍ୱ ଦିଏନି, ଆଜି ଏ କଥାକୁ ତମେ ଗୁରୁତ୍ୱ ଦଉଛ କାହିଁକି? ଏଇ ନାଟକରେ କୋଉ ଦୃଶ୍ୟ ଭାବି ତମେ ଭୁଲି ଯାଉନ? ନାଇଁ ମୁଁ ପାରିବିନି। ମୁଁ ଏ ଘର ମୁଁ ଏ ସଂସାର ଯାହାକୁ ମୋ ହାତରେ ତିଆରି କରିଥିଲି ତାକୁ ଭାଙ୍ଗି ପାରିବିନି, ଭାଙ୍ଗି ପାରିବି। জীবন ଶେଷରେ ତୁ ମୋ ମୁଣ୍ଡଟା ତଳକୁ କରିଦେଲୁ। କାଲି ସକାଳେ ଅବନୀ ମାଷ୍ଟରଟା ଏ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରିବ ତ? ଏତେ ରାତିରେ ମୁଁ ଏ ଘର ଛାଡି ଯିବି କୁଆଡେ? ଚାଲ ଯା ଏ ଘରୁ ଛାଡେ। ବାପା ତମେ ମୋ କଥାକୁ ଟିକେ ବିଶ୍ୱାସ କର। ଆଉ କଣ ଏଇଠି ରହି ମୋ ମୁଣ୍ଡଟାକୁ ତଳକୁ କରିଦବୁ? ମୋ ମାନ ସମ୍ମାନକୁ ତଳେ ପକେଇଦବୁ? କାଲି ସକାଳୁ ଯେତେବେଳେ ଗାଁ ଲୋକ ଜାଣିବେ ଅବନୀ ମାଷ୍ଟରର ଝିଅଟା ଅବିବାହିତ ସମୟରେ ମା ହେବାକୁ ଯାଉଛି, ସେତେବେଳେ ଏ ଅବନୀ ମାଷ୍ଟରଟା ଏ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରିବ? ବାପା ମୋ କଥାକୁ ତମେ ଟିକେ ବିଶ୍ୱାସ କର ବାପା। କଣ ଆଉ ବିଶ୍ୱାସ କରିବି? କଣ ଆଉ ତତେ ବିଶ୍ୱାସ କରିବି? ମୋ କାଚ ଘରଟାକୁ ତୁ ଭାଙ୍ଗି ଦେଇଛୁ। କାଲି ସକାଳୁ ଯେତେବେଳେ ଗୋଟେ ଝିଅ ମୁଣ୍ଡରେ ସିନ୍ଦୁର ପିନ୍ଧି ତା ଶାଶୁ ଘରକୁ ଯିବ, ଆଉ ଗୋଟେ ଝିଅ କଳଙ୍କର ଟୀକା ପିନ୍ଧିବ, କୋଉ ବାପା ଧୈର୍ଯ୍ୟ ଧରି ରହିପାରିବ? ଚାଲି ଯା ଲକ୍ଷ୍ମୀ, ମୋ ଘର ଛାଡି ଚାଲି ଯା, ନହେଲେ ତତେ ଆଜି ମୁଁ ପିଠି ମାରିଦେବି ଏଠି ମାରି।
ମତେ ପିଟି ପିଟି ମାରିଦେଲେ ବି ମୁଁ କିଛି କହିପାରିବିନି ବାପା। କହିପାରିବୁନୁ କ'ଣ ପାଇଁ କହିପାରିବୁନୁ? ଆରେ ତୋର ଯେ ଏଡେ ବଡ଼ ସର୍ବନାଶ କଲା ତା ନାଁଟା ତୁ କହିପାରିବୁନୁ? ତୁ ଅଲବତ କହିବୁ, ନିଶ୍ଚୟ କହିବୁ। ଯଦି ତୁ ଆଜି ନ କହିବୁ ତାହେଲେ ମୁଁ ତତେ ମୁଁ ଆଜି ପିଟି ପିଟି ମାରିଦେବି ତତେ। ମୂଷା ଆପଣ ମିତାକୁ ମରୁଛନ୍ତି କାହିଁକି? ବିପ୍ଳବ ବିପ୍ଲବ ଭାଇ ତମେ ବଞ୍ଚିଛ? ବଞ୍ଚିଛି। ଆଉ ଯାହା ଖବର କାଗଜରେ ବାହାରି ଥିଲା ସେଇଟା ସତ। ସମସ୍ତେ ଜାଣିଛନ୍ତି ମୁଁ ମରିଯାଇଛି, ହେଲେ ମୁଁ ବଞ୍ଚିଛି, ପଙ୍ଗୁ ହୋଇ ବଞ୍ଚିଛି। ସେମାନଙ୍କ ବିରୁଦ୍ଧରେ ଲେଖିବେନି, ସେମାନେ ମୋ ହାତ ଦୁଇଟାକୁ କାଟି ଦେଇଛନ୍ତି। ବିପ୍ଳବ ମୋ ବାପା କାହାନ୍ତି? ତୋ ବାପା ତୋ ମଲା ଖବର ଶୁଣିଲା ପରେ ପାଗଳ ଏଇ ଗାଁ ଛାଡ଼ି ଚାଲି ଯାଇଛି ରେ। ମୋ ବାପା କୁଆଡେ ଚାଲି ଯାଇଛନ୍ତି? ଆଉ କ'ଣ କରିଥାନ୍ତା ସେ? ଅଧା ବୟସରେ ଯେତେବେଳେ ପୁଅଟା ମଲା ଖବର ଶୁଣିଲା ସେ ଆଉ କ'ଣ କରିଥାନ୍ତା? କୋଉ ବାପା ଏ କଥା ଶୁଣି ଧୈର୍ଯ୍ୟ ଧରି ରହିପାରିଥାନ୍ତା ଯେ ସେ ରଘୁଆଟା ରହିଥାନ୍ତା ରେ? ମଉସା ବିପ୍ଳବ ଜୀବନର ସୁତାକ୍ଷଟା ଏମିତି ଅଡୁଆ ହୋଇଯାଇଛି ଯେ ଯେତେ ଚେଷ୍ଟା କଲେ ବି ମୁଁ ତାକୁ ସଜାଡ଼ି ପାରୁନି। ହେଲେ ମଉସା ଆପଣ ମିତାକୁ ମାରୁଥିଲେ କାହିଁକି? ଏ ବିପ୍ଳବ ତମେ କହିଲ ଯୋଉ ଝିଅଟା ବେଦୀରେ ବହାଇ ବୋଉ ବେଶରେ ତା ଶାଶୁ ଘରକୁ ଯାଇଥାନ୍ତା, ତା ବାପା ବେଦୀରେ ବସି ସମର୍ପଣ କରିଥାନ୍ତା, ବେଦୀରେ ବସି ଦଶ କ୍ଷମା ମାଗିଥାନ୍ତା। ସେ ଯେତେବେଳେ ତା ଝିଅଟାକୁ ଦେଖିଲା ଅବିବାହିତ ସମୟରେ ମା ହବାକୁ ଯାଉଛି, କୋଉ ବାପା ଧୈର୍ଯ୍ୟ ଧରି ରହିପାରିବ? ତମେ କୁହ ବିପ୍ଳବ, ତମେ କୁହ। ତୁ ମା ହବାକୁ ଯାଉଛୁ? ଆରେ ଏମିତା, ଆରେ ତୁ ସବୁ ସତ କଥା କହିଦେଲୁ। ସତ କଥା? ଆରେ ସତ କଥା କୁହ ବିପ୍ଳବ, ତାର ଅବସ୍ଥା ପାଇଁ ଦାୟୀ କିଏ? ମୁଁ। ବିପ୍ଳବ ଭାଇ ତମେ କ'ଣ କହୁଛ? ମୁଁ ସତ କହୁଛି ମଉସା। ଯେତେ ଚେଷ୍ଟା କଲେ ବି ସତଟା କେବେ ମିଛ ହୋଇଥିବ। ମୁଁ ଏମିତା? ଆରେ ମୋ ମଲା ଖବର ଶୁଣି ସାରିଲା ପରେ ତୁ ଏତେ ବଡ଼ କଥା ଲୁଚେଇଥିଲୁ। ମୁଁ ଯେତେବେଳେ ବଞ୍ଚି ସାରିଲିଣି ଏସବୁ କଥା ଲୁଚେଇ ଲାଭ କ'ଣ ଅଛି? ବିପ୍ଳବ ମୋର ଏଇ ଅସାବଧାନତା ପାଇଁ ମୋର ଏତେ ବଡ଼ ସର୍ବନାଶ କରିଦେଲ। ଆରେ ମୋର ସରଳତା ସୁଯୋଗ ପାଇ ତମେ ଏମିତି ଗୋଟେ କାମ କରିଦେଲ ଯୋଉଟା ଆଜି ମୋ ମୁଣ୍ଡ ତଳକୁ କରିଦେଲ। ନାଇଁ ବିପ୍ଳବ, ବୟସର ସୁଅରେ ସବୁ କିଛି ଭୁଲି ଯାଇ ପରସ୍ପରକୁ ଭଲ ପାଉଥିଲ। ନା ବାପା, ଏଇଟା ମିଛ। ମୁଁ ଯଦି କହୁଥିବା କଥା ମିଛ ତାହେଲେ ପିଲାର ବାପା କିଏ? ଏମିତା ମୁଁ ଜାଣେ ତୁ କିଛି କହିପାରିବୁନି। ମଉସା ଯୋଉଟା ସତ ଯେତେ ଚେଷ୍ଟା କଲେ ବି ସେଟା ମିଛ ହୋଇଯିବନି। ମୁଁ ତାକୁ ବିବାହ କରିବି। ଏ ବିପ୍ଳବ, ମୁଁ ତମକୁ ରଘୁଆର ପୁଅ ବୋଲି ଭାବିନଥିଲି, ଭାବିଥିଲି ମୋ ନିଜ ପୁଅ ବୋଲି। ହେଲେ ଏ ଦୁନିଆରେ କାହାକୁ ବିଶ୍ୱାସ କରିବା ଭୁଲ। ଏ ଦୁନିଆଟା ଗୋଟେ ବେଇମାନ ଦୁନିଆ। ଦେଖିବ ମଉସା, ମୁଁ ତାକୁ ଖୁବ୍ ଖୁସି ରଖିବି। ହାତ ନଥିଲେ ବି ତା ଖୁସି ପାଇଁ ମୁଁ ଜୀବନ ଦେଇଦେବି। ତମେ ମିତାକୁ ବିବାହ କରିବ? ନାଇଁ, ତମେ ମିତାକୁ ଖୁସିରେ ରଖିବ। ଠିକ ଅଛି ବିପ୍ଳବ, ତମେ ଏଇଠି ଅପେକ୍ଷା କର। ଏଇଠି ଅପେକ୍ଷା କର। ତମେ
आज मु तुमको मिता सहित विवाह देवी मु आसुची आसुची काहेकि विप्लव भाई काहेकि तमे एते बड़ मिछ कथा कहलो तमे कोन मो पिलार बापा चुप हे ठिया रहिलो काहेकि मो कथार उत्तर दियो सब कथार उत्तर न थाए मिता ताहले गोटे अजर आसुना पिला पई तमे एते बड़ त्याग कलो काहेकि ए पिला पछे कर्ण हे जाऊ मिता मो पछे कलंकिनी हे जाए हेले मो तम स्त्री केबे हे पारिबिनी ए मिता अरे तू कहलु को भौण कोन के स्त्री होई पारे माने ए मिता आलो तुम हाथ रे राखी बांधी तो ना आलो से राखी बांधा हाथ ना नाही बोली मो भौणीटा मो अक्षरे मरी जीवो गोटे भाई हे सही केमिति ए मिता अरे किछि न हले भी तो पिलार बापर परिचय दे परबी तो तमे थरे चिंता करो विप्लव भाई शंखा सिंदूर पिंधे मु केमिति परिचय देबे मु तम स्त्री बोली पारिबेनी विप्लव भाई मौसा को जीवन पाई ए पिला पृथ्वी को आसीबा पाई तो कुआरी जीवन रो मार कलंक लिफेआ पाई तू कोन एति की करि परि बोली ए मिता मो सुना फोड़ीटा परा तू कोन मो पाई एति की करि परि बोली हो मु पारिबे मु सब पारिबे मिता भौणी हे मु गोटे स्त्री हेबी ने 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 सिंदूर पिंदे दे मोर मिता को पारिबु ना अरे तोर हाथ नहीं तो तू ए शंखा सिंदूर पिंदेबु केमिति नाई बापा मोर शंखा सिंदूर किछि दरकार नाही ए मिता तोर ए शंखा सिंदूर दरकार नहीं को परिचय नहीं तू ए दुनिया रे बंचिबु ठीक अछि तमर परिचय दरकार ना दियो सेई शंखा सिंदूर को मु निजे पिंदे देबी अनुसी अविवाहित झियो ता हाथ रे शंखा सिंदूर पिंदी देले कार स्त्री हे जाएनी अपन ठीक कहते मौसा को झियो ता निज हाथ रे शंखा सिंदूर पिंधेला ता स्वामी ताकू पिंधेई दिए मितार स्वामी मो शंखा सिंदूर पिंधेई देबी दियंतु मौसा ठीक अछि ने पिंदेई दे मो मिता को देवता मंदिर रे थांती आउ तांकु पूजा कले से मनीष मान को रक्षा करंती हेले विपद बेले बिना डाकरे जे जहा को रक्षा करे तांकु कोन कुआ जाए मिता से सब परे आग तू कहलु ए पिलार बाप किए पप्पू भाई पप्पू हां ओ कुनी अपा दियोर से दिन कुनी अपा घर काने ड्रामा होता है हां अमर भाई मते ड्रामा देखिबा को नहीं गले
ଆଉ ଡ୍ରାମା ଦେଖି ସାରିବାର 2 ଦିନ ପରେ ମତେ ପପୁ ଭାଇ ଛାଡ଼ିବାକୁ ଆସିଲେ। ଆଉ ହଠାତ୍ ରାସ୍ତା ପଛରେ ଆମ ଗାଡ଼ିଟା ଖରାପ ହେଇଗଲା। ଆଉ ଠିକ୍ ସେଇ ସମୟରେ ଝଡ଼ ବର୍ଷା ଆରମ୍ଭ ହେଇଗଲା। ଆଉ ତାପରେ
ଶଳା ଏ ଭିଣେଇ ଦାରେ ନା ମୋ ମାସାଲା ଟିକେ ଶାନ୍ତିରେ ଶୋଇ ପାରୁନି। ଏ ସକାଳୁ ସଞ୍ଜ ଖାଲି ଗପୁଛି ଯେ ଗପୁଛି। ଏ ଦିଟା ଯାକ ପୁରା ମଧୁଆ କହିଲେ ଚଳେ। ଏ ଦି ଜଣ କେହି ଘରେ ନାହାନ୍ତି, ଯାଉଛି ମୁଁ ଆଜି ଆରାମସେ ମନ ଖୁସିରେ ଶୋଇବି। ଶଳା ଠିଆ ମେଲା କବାଟ ଖୋଲି ଦେଇ ବିଛଣା କଣ ଏମିତି ଶୋଇ ପଡିଛି। ଶଳା କାଇଦା କରି ଅଷ୍ଟଭାଙ୍ଗଟାକୁ ବାହାରକୁ ପଠେଇ ଦେଇଛି। ମାଳ ମୋର ଚାଲିଗଲା ସିନା, ହେଲେ ତା ଭାଇକି ଜଣେଇ ଦେଇ ଯାଇଛି। କାଳେ ଯଦି ଶଳା ମୁଁ କୋଉଠି ନୁଙ୍ଗୁଡେଇବି ନା, ଶଳା ଆଜି ବିଛଣା ପାଖକୁ ଯିବି। ଆଉ ଆଜି ବିଛଣା ପାଖକୁ ଯିବି। ମୁଁ ଆସିବି ବୋଲି କଣ ମିଛଣା ଏମିତି ପୋଜ ନେଇକି ଶୋଇ ପଡିଛି। ଓହୋ ଶଳା ମୁଣ୍ଡ କି ଗଣ୍ଡି କୋଉ ପଟଟା ଜଣା ପଡୁନି, କୋଉ ପଟଟା ମୁଣ୍ଡ କୋଉ ପଟଟା ଗଣ୍ଡି। মতে চিনি পারনুল এ ভিড়াই বাবু আপন এতে রাতে যদি কে দেখি দিয়ে চুপ ছড়া কেহি দেখিবেনি। সে অষ্টবাঙ্কটা বি ঘরে নাই, ভিতর পটু কবাট দেই দবা। তা মানে আপন না হে ভগবান মতে এই পর্যন্ত কেহি বি ছুঁই নান্তি। আলো কাঁদুচু কাহিଁକି? ହେଲେ ହବ ନହେଲେ ନାଇଁ। ଆଲୋ ତୁ ମନରେ ମୁଁ ଦୁଃଖ ଦେବାକୁ ଚାହୁଁନି ଲୋ। ଏ ମାଳ ମୋର ଚାଲିଗଲା ଦିନ ଠାରୁ ମୁଁ ପୁରା ବ୍ରହ୍ମଚାରୀ ହେଇଯାଇଛି। ହଉ ତୁ ଆଉ ମନ ଦୁଃଖ କରନା, ଆଉ ଆସିନି, ମୋର ଭୁଲ ହେଇଯାଇଛି ଲୋ ମାଳ। ସେଥିପାଇଁ କାନ୍ଦୁଣି ଭିଣେଇ ବାବୁ, ମୁଁ କାନ୍ଦୁଛି। ମୁର୍ଦାର ସଂଖ୍ୟା 23 ହେବାକୁ ଯାଉଛି। ହ୍ୟାଲୋ ମୁର୍ଦାର କହୁଛୁ? ଶଳା ମୁଁ ବୁଢା ହେଇଗଲିଣି ବୋଲି ତୁ ମତେ ମୁର୍ଦାର କହୁଛୁ? ଏଇଠି ଆମେ ହେଲୁ ଏକ୍ସପିରିଏନ୍ସ ହୋଲ୍ଡର। ଏ ଖାଇଲା ପିଲା ପରା ରଙ୍କ। ହଁ ଏମିତି ରଙ୍କ ହେଇ 22 ଜଣ ମରିଛନ୍ତି। ମରିଛନ୍ତି? ଆଲୋ କାହିଁକି? ମତେ ଯିଏ ଛୁଇଁବ ନା ସିଏ ମାନେ ମରିଯିବ। କାହିଁକି ଲୋ? ମୋ ପାଖରେ ଆଡେକ୍ସ ଅଛି। ହ୍ୟାଲୋ ଏତେ ସୁନ୍ଦରିଆ ପଦାର୍ଥକୁ ତ ଭିତରେ ଲୁଚେଇକି ରଖେଇଥିଲୁ। ଯଦି ଆପଣ କଥା ଶୁଣିକି ମତେ ନ ଛୁଇଁବେ ତାହେଲେ ମୁଁ ଆପଣଙ୍କୁ ଛୁଁଛି। ଆସନ୍ତୁ ଆସନ୍ତୁ କହୁଛି। ଆସନ୍ତୁ କହୁଛି। ଭୁଲ ହେଇଯାଇଛି, ମୁଁ ଆଉ ଆସିବିନି। ତୋ ଗୋଡ ତଳେ ପଡିছিল ମା, ମତେ କ୍ଷମା କରିଦେଲ ମା। ନାଇଁ ଭିଣେଇ ବାବୁ, ମୁଁ ନିଜକୁ ଜମା କଣ୍ଟ୍ରୋଲ କରିପାରୁନି। ଏ ପୁରୁଷ ପିଲା ପାଖେ
ଗେଳି ହେଇଯାଉଛି। କମନ୍ ଡାର୍ଲିଂ କମନ୍। ଶଳା ୟାର ତା ଯାହା ଅବସ୍ଥା ଇଏ ମତେ ଛୁଇଁକି ରହିପାରିବନି। ଶଳା ଛୁଇଁଲେ ମଲି ହେଲେ ମଲେ ତ ଛୁଇଁ ପାରିବିନି। କମନ୍ ଡାର୍ଲିଂ। ଆଚ୍ଛା ବିଜଣା କମନ୍। ତମ ଘରେ ବରଫ ଥିଲା? ଅଛି ଯେ ମୁଁ ନିଜକୁ ଜମା କଣ୍ଟ୍ରୋଲ କରିପାରୁନି। କୋଉଠି ଅଛି? ବରଫ ଅଛି ଫ୍ରିଜ ଭିତରେ। ରହିଥା ମୁଁ ଅଛି ବାହାରେ। ମୁଁ ଟିକେ ଭିତରକୁ ଯାଉଛି। ଜଲ୍ଦି ଆସ। ମୁଁ ନିଜକୁ ଜମା କଣ୍ଟ୍ରୋଲ କରିପାରୁନି। ରହିଯା ମୁଁ ଟିକେ ରେଡି ହେଇଯାଏ। ବରଫ ଆଦେଶ ଦେଖିଲା ମାନେ ବରଫ ଥ୍ରୋ କରିବି। ଇଏ ବାରିକିଆ ବୁଦ୍ଧିଟି ଶଳା କି ବେଳରେ କି ବୁଦ୍ଧି ମିଳିଲା ରେ ଆଙ୍କ ବାରିକ। ଛୁଇଁବରା ମତେ ଛୁଆ 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 ବେ କୁଆଡ଼େ ଏ ମାଳ ତମେ ଏଇଠି କମେ ଆଇଛ ମାଳ? ନାଇଁ 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 ମାଳ ମୋର ଭୁଲ ହେଇଯାଇଛି। ମୁଁ କବାଟ ଖୋଲିନି ଏ କବାଟ ମନକୁ ଖୋଲା ଥିଲା ମାଳ। ମୋର ଭୁଲ ହେଇଯାଇଛି ମାଳ। ଏ ମାଳ ମୁଁ ନୁଙ୍ଗୁଡ଼େଇନି ମାଳ। ମୁଁ କଣ ଜାଣିଥିଲି ତମେ ମଲା ପରେ ମୋର ମୋ ଉପରେ ଏତେ ଲୋଭ କରିବ? ତମେ ମତେ ଏତେ ଭଲ ପାଇ ମୁଁ ଜାଣିନଥିଲି ମାଳ। ତମେ ହିଁ ହଉଛ ପୃଥିବୀର ପ୍ରକୃତ ସତୀ। ଆଉ ତୁ ଭାବୁଛୁ କଣ ମରି ଯାଇଛି? ମଲା ପରେ ବି ତୁ ଉପରେ ନଜର ରଖିଛି। ଯୋଉ ଦିନ ନଗୁଳେଇବୁ ସେଇ ଲୋଭ ପାଖକୁ ନେଇଯିବେ। ନାଇଁ 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 ଏ ମାଳ ମୁଁ ଆଉ ନୁଙ୍ଗୁଡ଼େଇବିନି। ମୁଁ ଆଉ ଆସିବିନି ମାଳ। ମୋ ଏ କବାଟ ଖୋଲା ଥିଲା। ଏ ବାପ ଏ ବିଞ୍ଚଣା ମୁଁ ଯାଉଥିଲି। मते बाहर को पठेला बेले मु जानितली सला रात्रि तमको गोटे कुआडे को गोटे करिवो सला सेही पे मु ए नाटक कलिलो मालो। एठी अष्टबांग बाबू एमी तमे केते दिन नाटक करबा कहलो? गोटे काम करो तम मते बाहाई पड़ो हमरा किछ चिंता नथिबो। मालो मु जदी 23 नंबर मुर्दारटा हली। ओहो केते छपरा होजो कहलो? से जोगणिका बुढ़ा कतरे मो मन थला बिली मु एमिति अभिनय करथली। देखु ना ए आरडीएक्स टा संपूर्ण मिछ किछि नाही। मु संपूर्ण निर्मल। आलो मालो पूरा गाए गाए जो सर से वो धीरे धीरे पागल हुआ रे धीरे धीरे तेरी चुनरिया दिल ले गई।
ଏସବୁ କଥା ପଚାରୁଛନ୍ତି କାହିଁକି? ହଁ ମୁଁ ପଚାରୁଛି ଅବିନାଶ ବାବୁ ଗୁଣଦେବୀଙ୍କୁ ବାହା ହୋଇ ଏ ଘରକୁ ଆସିଲେ ତାଙ୍କ ବାବଦରେ କିଛି ନ ଜାଣି ଆପଣ ତାଙ୍କୁ ବହୁ ଭାବେ ଗ୍ରହଣ କରିନେଲେ କେମିତି? ଦେଖନ୍ତୁ ସାର୍, ପିଲାମାନଙ୍କ ଖୁସିରେ ଆମ ଖୁସି। ତା ଛଡ଼ା ଏ ଅବିନାଶର ବାହାଘରରେ ମୁଁ ପ୍ରତିବାଦ କରିଥାନ୍ତି କାହିଁକି? ଅବିନାଶ ବାବୁ ନିଜ ଇଚ୍ଛାରେ ବାହା ହୋଇନାହାନ୍ତି ଅମର ବାବୁ, ସେ ପରିସ୍ଥିତିରେ ପଡ଼ି ବାହା ହେବାକୁ ବାଧ୍ୟ ହୋଇଛନ୍ତି। ପରିସ୍ଥିତି ହଁ, ତା ନ ହୋଇଥିଲେ ବିପ୍ଳବ ମର୍ଡର କେସରେ ସେ ଦୁଇ ଜଣ ଆରେଷ୍ଟ ହୋଇଥାନ୍ତେ। ନାଇଁ, ମୋ ଭାଇକି ମୁଁ ଚିହ୍ନିଛି। ମୋ ଭାଇ କେବେ ବି ଏତେ ବଡ଼ ଭୁଲ କରିବନି। ମୁଁ ଆପଣଙ୍କୁ ହାତ ଯୋଡ଼ୁଛି, ପ୍ଲିଜ୍ ଆପଣ ମୋତେ କିଛି କହୁଥିଲେ, ତା ନହେଲେ ମୋ ସୁନାର ସଂସାରଟା ଭାଙ୍ଗିଯିବ। ଭାଇ କିଏ ଆସିଛନ୍ତି କି? ଆରେ ଆରେ ଇନ୍ସପେକ୍ଟର ବାବୁ ନମସ୍କାର। ଆପଣ କାହିଁ ଆସିଲେ? ମତେ କହିଥାନ୍ତେ, ମୁଁ ଚାଲି ଯାଇଥାନ୍ତି ଆପଣଙ୍କ ପାଖକୁ। ଦେଖନ୍ତୁ ଅବିନାଶ ବାବୁ, ଏ ଫର୍ମରେ ଡୋନା ଦେବୀଙ୍କର ଗୋଟେ ସାଇନ୍ ଦରକାର ଥିଲା, ଆସିବାକୁ ପଡ଼ିଲା। ଆରେ ତୁ ସେଇଦିନ ମୋତେ ମିଛେଇକି ଏଇ କଥାଟାକୁ ନରେଇ ଅବା ଗୁଞ୍ଜରେ ହତ କହି ଠକି ଦେଇଥିଲୁ ନା? ଆରେ ମୁଁ ପଚାରୁଛି, ତୋ ବଡ଼ ଭାଇ ପଚାରୁଛି, ଏଇ ଅମର ଦେଶର ଭାଇ ହେଇ ତୁ ଏତେ ତଳକୁ ଖସି ଯାଇ ପାରିଲୁ କେମିତି? ତୁ ମଣିଷ ମାରିପାରିଲୁ କେମିତି? ନାଇଁ ଭାଇ, ମତେ ବିଶ୍ୱାସ କର ଭାଇ, ମୁଁ ମଣିଷ ମାରିନି ଭାଇ। ଚୁପ୍! ଏତେ ସବୁ ଘଟଣା ପରେ ବି ତୁ କହୁଛୁ ମୁଁ ତୋତେ ବିଶ୍ୱାସ କରିବି? ଆରେ ସେଦିନ ବାଙ୍କ ବାରିକ ଠିକ୍ କହୁଥିଲା, ତୋ ବୋଉ ମଣିଷ ମାରିଛି, ବିପ୍ଳବ ବୋଲି ଗୋଟେ ଟୋକାକୁ ମାରିଛି। ନାଇଁ ଭାଇ, ମତେ ବିଶ୍ୱାସ କର ଭାଇ, ସେ ଯାହା କହୁଥିଲେ ସବୁ ମିଛ। ଆଉ ଯଦି ମିଛ ବିପ୍ଳବକୁ ମାରିନି,